କେମିତି କଟିବ ଆଜିର ଦିନ? ଅଗଷ୍ଟ 12 ତାରିଖ ମଙ୍ଗଳବାର। ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ। ପାଖରେ ଥିବା ବେଲ୍ ଆଇକନ୍ ଦେବେ ଅଲ୍ ନୋଟିଫିକେସନ୍ ଅନ୍ କରିବେ, ଯାହାଫଳରେ ନୂଆ ନୂଆ ଭିଡ଼ିଓ ପାଇପାରିବେ। ପ୍ରଥମ ଦେଖିବା ମେଷ ରାଶି ବ୍ୟକ୍ତିମାନଙ୍କ ପାଇଁ। କାର୍ଯ୍ୟକ୍ଷେତ୍ରରେ ଗୁରୁତ୍ୱ ଓ ଅବସର ମିଳିବ। ଜଣେ ବୃଦ୍ଧ ବ୍ୟକ୍ତି ଆପଣଙ୍କୁ ପ୍ରେରଣା ଦେଇପାରନ୍ତି। ଯାତ୍ରାରେ ସମ୍ଭାବନା ଅଛି। ଗୁରୁଜନଙ୍କ ଆଶୀର୍ବାଦ ଆପଣଙ୍କୁ ଭଲ ଫଳ ଦେବ। ଅନାବଶ୍ୟକ ଅହଙ୍କାରରୁ ଦୂରେଇ ରୁହନ୍ତୁ। ସେହିଭଳି ଦେଖିବା ବୃଷ ରାଶି ବ୍ୟକ୍ତିମାନଙ୍କ ପାଇଁ ଧନ ଲାଭ ହେବ, ଯାହା ଆପଣଙ୍କ ପରିବାରକୁ ଆବଶ୍ୟକତା ପୂରଣ କରିବ। କୌଣସି ପୁରୁଣା ଧନ ଫେରିପାରିବ। ବ୍ୟବସାୟରେ ନୂତନ ଯୋଜନା ଲାଗୁ କରିବା ପାଇଁ ଶ୍ରେଷ୍ଠ ସମୟ। ଅନ୍ୟ ଉପରେ ଅତ୍ୟଧିକ ଭରସା କରିବାରୁ ବଞ୍ଚନ୍ତୁ। ମନ ଶାନ୍ତ ପାଇଁ ସନ୍ଧ୍ୟାବେଳେ ଧ୍ୟାନ କରନ୍ତୁ। ସେହିଭଳି ଦେଖିବା ମିଥୁନ ରାଶି ବ୍ୟକ୍ତିମାନଙ୍କ ପାଇଁ ଚନ୍ଦ୍ର ନିଜ ରାଶିରେ ଥିବାରୁ ଏହି ଦିନଟି ଅତ୍ୟନ୍ତ ଶୁଭଦାୟକ। ନୂତନ ଅନୁଭବ ବୃଦ୍ଧି, ଅନେକ ଅବସର ଆସିପାରେ। ଆତ୍ମବିଶ୍ୱାସ ବଢ଼ିବ। ଜଣେ ବୃଦ୍ଧ ବ୍ୟକ୍ତିଙ୍କଠୁ ଅନୁଗ୍ରହ ମିଳିପାରେ, ଅର୍ଥାତ୍ ବା ଆର୍ଥିକ ବ୍ୟବସାୟିକ ଯୋଜନାରେ ଧୀରେ ଧୀରେ ଆବଶ୍ୟକତା। ସେହିଭଳିଆ କର୍କଟ ରାଶି ବ୍ୟକ୍ତିମାନଙ୍କ ପାଇଁ କୌଣସି ଗୁପ୍ତ ଘଟଣା ବା ପୁରୁଣା ସମସ୍ୟା ଆପଣଙ୍କୁ ବ୍ୟଥିତ କରିପାରେ। ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବା ଆବଶ୍ୟକ। ଧନ ଲାଭ ଅଛି, କିନ୍ତୁ ଖର୍ଚ୍ଚ ମଧ୍ୟ ବଢ଼ିପାରେ। ମନର ଅସ୍ଥିରତାକୁ ଦୂର କରିବା ପାଇଁ ପ୍ରାର୍ଥନା କରନ୍ତୁ। ସେହିଭଳି ଦେଖିବା ସିଂହ ରାଶି ବ୍ୟକ୍ତିମାନଙ୍କ ପାଇଁ କ୍ଷେତ୍ର ଓ ବୃତ୍ତି ଉଭୟ ଦିଗରୁ ଉନ୍ନତି ହେବ। ଅଧିକାରୀଙ୍କ ପ୍ରଶଂସା ସାହାଯ୍ୟ ମିଳିପାରେ। ସମ୍ପତ୍ତି ଓ ନ୍ୟାୟିକ ମାମଲାରେ ଅନୁକୂଳ ସମାଧାନ ମିଳିପାରେ। ବନ୍ଧୁଙ୍କ ସହ ସମୟ ବିତାଇବେ। ସ୍ଥିର ଓ ଧନ ବିନିଯୋଗ ପାଇଁ ଦିନଟି ଭଲ। ସେହିଭଳିଆ କନ୍ୟା ରାଶି ବ୍ୟକ୍ତିମାନଙ୍କ ପାଇଁ ସ୍ୱପ୍ନକୁ ପୂରଣ କରିବାକୁ ସକ୍ଷମ ହେବେ। ବ୍ୟବସାୟରେ ନୂତନ ଅବସର ମିଳିପାରେ। ଶରୀରରେ ଥକ୍କା ଲାଗିପାରେ। ଯାତ୍ରା ଯୋଗ ଅଛି, କିନ୍ତୁ ଯାତ୍ରାରେ ସତର୍କ ରୁହନ୍ତୁ। କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ। ସେହିଭଳି ଦେଖିବା ତୁଳା ରାଶି ବ୍ୟକ୍ତିମାନଙ୍କ ପାଇଁ ନୂତନ ଜ୍ଞାନ ଆହରଣ କରିପାରିବେ। ବ୍ୟବସାୟ ଉନ୍ନତି ହେବ, ସମ୍ଭାବନା ଅଛି। କିଛି ଆକ୍ଷେପିତ କାର୍ଯ୍ୟ ଦିଗରେ ଅଗ୍ରଗତି ହେବ। ଧନ ଆଗମନ ହେବ, ମଧ୍ୟ ଆବଶ୍ୟକ ବ୍ୟୟ ଦେଖାଯିବ। ଦୂରଯାତ୍ରା ବା ବିଦେଶ ଯାତ୍ରା ଯୋଗ ଅଛି। ସେଭଳି ବିଛା ରାଶି ବ୍ୟକ୍ତିମାନଙ୍କ ପାଇଁ ଧନ ବ୍ୟବସାୟ ଜନିତ ଲାଭ ରହିପାରେ। ପ୍ରେମ ସମ୍ପର୍କ ବିବାହ ଜୀବନ ମଧୁର ହେବ। ବୃଦ୍ଧି ଓ ପଦୋନ୍ନତି ପାଇଁ ଅନୁକୂଳ ସମୟ। ଆତ୍ମବିଶ୍ୱାସ ବଢ଼ିପାରିବ। ବୁଦ୍ଧିମତ୍ତା ସହ କାମ କଲେ ଲାଭ ମିଳିବ। ପୂର୍ବତନ ନିଷ୍ପତ୍ତିରେ ଫଳ ଆସିପାରେ। ସେହିଭଳି ଦେଖିବା ଧନୁରାଶି ବ୍ୟକ୍ତିମାନଙ୍କ ପାଇଁ କାର୍ଯ୍ୟ ଏବଂ ସମ୍ପର୍କ ଦୁହେଁ ଓ ଶାନ୍ତି ଓ ଉନ୍ନତି ଦେଖାଯିବ। ଗୁରୁଙ୍କ ଆଶୀର୍ବାଦରେ କୌଣସି ଦୀର୍ଘ କାମ ପୂରଣ ହେବ। ଆର୍ଥିକ ଯୋଜନା ମଧ୍ୟ ସଫଳ ହେବ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଅଳ୍ପ ଦୁଃଖ ଦେଖାଯିବ, ସତର୍କ ରୁହନ୍ତୁ। ସେହିଭଳି ଦେଖିବା ମକର ରାଶି ବ୍ୟକ୍ତିମାନଙ୍କ ପାଇଁ କ୍ଷେତ୍ର ଓ କାର୍ଯ୍ୟକ୍ଷେତ୍ର ସ୍ଥିରତା, ଅନୁଭବର ଲାଭ ମିଳିବ। ପରିବାରର ଆକ୍ଷେପ ରହିଥିବା କାର୍ଯ୍ୟ ପୂରଣ ହେବ। ଅଧିକାରୀ ଓ ବୃଦ୍ଧ ବ୍ୟକ୍ତିଙ୍କ ମତ ଆପଣଙ୍କ ପାଇଁ ଲାଭକାରୀ। ଅସ୍ଥି ଓ ସ୍ନାୟୁ ସମସ୍ୟା ସତର୍କ କରିପାରେ। ସେହିଭଳି ଦେଖିବା କୁମ୍ଭ ରାଶି ବ୍ୟକ୍ତିମାନଙ୍କ ପାଇଁ ମନରେ ସନ୍ତୋଷ ଓ ଆତ୍ମବିଶ୍ୱାସ ରହିବ। ପ୍ରେମ ସମ୍ପର୍କ କିମ୍ବା ଦାମ୍ପତ୍ୟର ଉନ୍ନତି ଆସିପାରେ। ନୂତନ ଯୋଜନା ଆରମ୍ଭ ପାଇଁ ସଠିକ୍ ଦିନ। ଶିକ୍ଷା ଆବିଷ୍କାର କିମ୍ବା ପ୍ରଶିକ୍ଷଣ ଯୋଗ ଅଛି। ସେହିଭଳି ଦେଖିବା ମୀନ ରାଶି ବା ଶେଷ ରାଶି ବ୍ୟକ୍ତିମାନଙ୍କ ପାଇଁ ଅର୍ଥ ପ୍ରସଙ୍ଗ ସୁଦୃଢ଼ ହେବ। ଦାମ୍ପତ୍ୟ ଓ ପାରିବାରିକ ଜୀବନ ମଧୁର ଓ ଶାନ୍ତିପୂର୍ଣ୍ଣ ରହିବ। କାର୍ଯ୍ୟକ୍ଷେତ୍ରରେ ମୂଲ୍ୟବାନ ପରାମର୍ଶ ମିଳିପାରେ। ଅନୁଷ୍ଠାନ କିମ୍ବା ପୂଜାରେ ଭାଗ ନେଲେ ମନ ଶାନ୍ତି ମିଳିବ। ଆଶା କରି ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଦେବେ।